चला धाक तकड़ा तक धाक तकड़ा तक दे तक धाक तकड़ा तक दे तक चला धाक नमो चैतन्य कृपाय सर्वदिव उद्धारणी श्री राधा माधव शब्द बोल मृदंगाय नमो नमः तलाक धाक 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 तक तीन तक धाक तक तक तीन तक धाक धाक तक तीन तक धाक तक तक तीन तक वंदे श्री चैतन्य चंद्र कलि उद्धारणी गुरु कृपांकर कृपा बुंदे नाम संकीर्तन भीष्टा राग राग Bye.
हेलो। बोले जय जगन्नाथ स्वामी की पथर काटे तर तर आंठु गंठे फाटे द्रुत गति महाविपत्ति सड़क सुरक्षा जीवन रक्षा चले बड़े दियो खिचड़ी तक ढिला गिरा खिचड़ी तक ढिला गिरा खिचड़ी तक ढिला गिरा
पुरुषोत्तमं प्रभु हेलो बोल मना श्रीमना श्री सत्यनारायण आरत त्राणंक वृत्ति अर्थे बोल मन आनंद एक बार हरि हरि ला सर्व देवादेवी चरणार्थे बोल मन आनंद एक बार हरि हरि बोला अनुष्ठान कर्ता मानकर नारायण सर्वेस्मिन् काले मंगल विधान करंतु बोल मन आनंद एक बार हरि हरि बोला बोल सर्वे आउर एक बार हरि हरि बोला हे 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 बोलो आउरी एक बार ओडिशार विशिष्ट गायक महाशय को डकैछे अच्छा किछि मृदंग विषय रे कहिबे हाँ हला तापरे हमर गंतव्य पथरे पथिक होबा झाळ बोहि उडा पानी पी साइलनी अच्छा 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 हाँ आउ टिके अल्प समय भितरे जेमती आस्ते आस्ते गाड़ी चलिबो सेही हिसाब अच्छा 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 महाबत्रे आज्ञा सर्वादौ विशृंखला करना है ना ना कौन दरकार करे माननीय विद्वान मंडली नमस्ते जाहेउ पारंपरिक रीति रे चलीथिबा सत्यनारायण पालार अद्य हेउसंती पूर्णाहुति दामिनी यही परिप्रेक्षी रे आमे माने क्षुद्र कलाकार हिसाब रे ए नारायण को दरबार रे मंचासीन होइते हेले काहे की ना आमे माने किछि कला परिवेषण करिबा आज्ञा आज्ञा कला परिवेशन बाबा दरकार हाँ ना ओडिसा रो संस्कृति संपन्न कला दे की पाला तारी माध्यम रे किछि कला परिवेषण करी हाँ आमे हवा लक्ष्य पथर पथिक आज्ञा पाला हेउछि एक लोक शिक्षा कार्यक्रम किंतु ठाकुर हेउतंती माध्यम ताले पाला कोन कौन पाला ना ओडिया विधान प्रमाण करे पाला हेउति उत्कर एक सांस्कृतिक परंपरा काव्यकर्ता मानक भाषा रे सुतय सभिर्ना स्मृतय सभिर्ना नैकमुनि तस्य मत प्रमाण धर्मस्य तत्व निहितं गृहाय महादन देन गतस्य पंथा पंथा मावत्रे आज्ञा पंथार्थ मार्ग मार्ग अर्थ पथ पथ अर्थ बाट बाट अर्थ रास्ता हाँ। रास्ता अर्थ रोड तमे मूर्ख का बुझुछ बुझ
ନା ମୁଁ ଏତିକି ବୁଝିଲି ହଁ ପୂର୍ବପୁରୁଷ ମାନେ ଗାଁ ଗଣ୍ଡାରେ ଯୋଉ ବାଟ ଦେଇ ଯାଇଛନ୍ତି ହଁ। ଆଚ୍ଛା ଏ ଅନୁଷ୍ଠାନ ଟିକେ ରଖିଛନ୍ତି ହଁ। ଗାଁରେ ଟିକେ ନାମ ସଂକୀର୍ତ୍ତନ ହଉଛି ହଁ। ପୂର୍ବପୁରୁଷ ମାନେ ଏଇ କଥାକୁ ରଖିଛନ୍ତି ହଁ। ଆଜିକାଲିର ପିଲାମାନେ ହଁ। ସେଇ କଥାକୁ ଅବଲମ୍ବନ କରି ଚାଲନ୍ତି ଆଚ୍ଛା ତେଣୁ କହିବାର ଉଦ୍ଦେଶ୍ୟ ବେଦ ବେଦାନ୍ତର ମତ ହେଉଛି ଭିନ୍ନ ଭିନ୍ନ ହଁ ନାନା ମୁନି ମଧ୍ୟ ନାନା ମତ ଆଚ୍ଛା କିନ୍ତୁ ପ୍ରକୃତ ଧର୍ମର ତତ୍ତ୍ୱ ଆଜ୍ଞା ବହୁତ ଦୂରରେ ଦୂରରେ ତଥାପି ମହାଜନ ଜନଗତ ସହ ପନ୍ଥା ମହତ ଲୋକମାନେ ଯେଉଁ ମାର୍ଗର ମାର୍ଗୀ ହୋଇଛନ୍ତି କଳାକାର ହିସାବରେ ସେଇ ପଥକୁ ଅନୁସରଣ କରିବା ଆମ୍ଭମାନଙ୍କର ବିଧେୟ ତେଣୁ ପାଲାର ମୌଳିକତା ପରମ୍ପରା ଏବଂ ବୈଧାନିକ ନିୟମକୁ ମୂଳ ଭିତ୍ତି କରି ପାବତ ପରେ ପାବତ ଆମ୍ଭମାନଙ୍କୁ ଅତିକ୍ରମ କରିବାକୁ ପଡ଼ିବ ଯାହା ହେଉ ବିଶ୍ୱ ସ୍ରଷ୍ଟା ବିଶ୍ୱ ନିୟନ୍ତା ବିଶ୍ୱଚିନ୍ତାମଣି ପରମ କାରୁଣିକ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବ ବିଦ୍ୟମାନ ସହଦେବ ହରିହରଙ୍କର ପ୍ରାଙ୍ଗଣ ବାହୁଲ୍ୟ କଥା କହିବା ନାହିଁ ଇଏ ପଙ୍କିଳ ପାରାବରରୁ ଇଏ ଭବ ସଂସାରରୁ ଇଏ କଳିହତ ମାନବ କିପରି ମୁକ୍ତି ପାଇବ ଆମମାନଙ୍କର ଏକାନ୍ତ କାମ୍ୟ କାମ୍ୟ ତାହେଲେ ଆମେ ଦେଖିବା କେମିତି ପାଇବ କେଉଁ ଯୁଗରେ କିଏ ମୁକ୍ତି ପାଇଛି ନା ଇଏ ପଙ୍କିଳ ପାରାବରରୁ ଆଚ୍ଛା। ଇଏ କଳିହତ ମାନବ ଆଜ୍ଞା ମୁକ୍ତି ପାଇବ କେମିତି ପାଇବ ଗୋଟିଏ ଶ୍ଲୋକ ମନେ ପଡେ ଆଚ୍ଛା କବି ଦେଖିଲେ କୃତେ ତେ ଧ୍ୟାୟତେ ବିଷ୍ଣୁ ତ୍ରେତୟା ଜପେ ତମକ୍ଷେଇ ଦ୍ୱାପରେ ପରିଚାର୍ଯ୍ୟ କଳৌତ ନାମ କୀର୍ତ୍ତନ ଭାବୁଥିଲେ ଶ୍ଲୋକର ଓଡ଼ିଆ ଅନୁବାଦ କବି କଣ କହିଲେ ନା ସତ୍ୟ ଯୁଗରେ ତପ ଫଳ ତ୍ରେତାରେ ଯଜ୍ଞ ଦିଶ କଳ ତ୍ରେତାରେ ଯଜ୍ଞ ଦିଶ କଳ ତ୍ରେତାରେ ଯଜ୍ଞ ଦିଶ କଳ ଦ୍ୱାପରେ ପୂଜା ବିଧିମାନ ଏ କଳିରେ ନାମ ସଂକୀର୍ତ୍ତନ ଆହା କଳିରେ ନାମ ସଂକୀର୍ତ୍ତନ କଳିରେ ନାମ ସଂକୀର୍ତ୍ତନ ମହାପୁତ୍ରେ ଆଜ୍ଞା ଯୁଗ ହେଲା 4 ସତ୍ୟ ତ୍ରେତୟା ଦ୍ୱାପର କଳି ସତ୍ୟ ଯୁଗରେ ମୁନି ଋଷି ମାନେ ଭଗବାନଙ୍କୁ ପାଇବା ପାଇଁ ହେଲେ ବହୁତ ଦିନ ଧରି ତପସ୍ୟାରତ ହୋଇ ପ୍ରଭୁଙ୍କ ସାନ୍ନିଧ୍ୟ ପାଇପାରୁଥିଲେ ତ୍ରେତୟା ଯୁଗରେ ଯେଉଁ ବ୍ୟକ୍ତି ପୁଣ୍ୟ ଅର୍ଜନ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ବା ମନ ବଳାଉଥିଲେ ସେମାନେ ଆଜ୍ଞା ଯାଗଯଜ୍ଞ ମାଧ୍ୟମରେ ମୁକ୍ତି ପାଇପାରୁଥିଲେ କିନ୍ତୁ ଦ୍ୱାପର ଯୁଗରେ ଭକ୍ତମାନେ କୌଣସି କାମନା ନ କରି ପ୍ରଭୁଙ୍କର ସେବା କରି ଆଜ୍ଞା ମୁକ୍ତି ପାଇପାରୁଥିଲେ ଏ କଳି ଯୁଗରେ ତପଜପ ଯାଗଯଜ୍ଞ କିଛି ଆବଶ୍ୟକ ନାହିଁ ଇଏ କଳୌତ ଆଜ୍ଞା ନାମ କୀର୍ତ୍ତନ ଇଏ କଳି ଯୁଗରେ ଯଦି ହରିନାମକୁ ଆଜ୍ଞା ଅର୍ଚ୍ଚନ ବନ୍ଦନ କୀର୍ତ୍ତନ ସ୍ମରଣ କରିବା ତାହେଲେ ଏ ଭବ ସଂସାରରୁ ଇଏ କଳିହତ ମାନବ ଆଜ୍ଞା ମୁକ୍ତି ପାଇବ ପ୍ରମାଣ ଓଡ଼ିଆ ଭାଗବତ ଅତିବଡ଼ି ଜଗନ୍ନାଥ ଦାସ କହିଲେ କୃଷ୍ଣ ମୂରତି ଭଗବାନ ଏ କେବଳ ନାମ ସଂକୀର୍ତ୍ତନ ଏବେ ବ୍ରାହ୍ମଣ ଆଜି ଚାରିବନେ ଏବେ ତରିବେ ନାମ ସଂକୀର୍ତ୍ତନ ତରିବେ ନାମ ସଂକୀର୍ତ୍ତନ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଇଏ କଳି ଯୁଗରୁ ମୁକ୍ତି ପାଇବା ପାଇଁ ହେଲେ
ତପଦପ ଧ୍ୟାନ ଯାକ ଯଜ୍ଞ କିଛି ଆବଶ୍ୟକ ନାହିଁ ଏ ଚାରି ବର୍ଣ୍ଣ ଯାକ ଯଦି ହରିନାମକୁ ବନ୍ଦନ କୀର୍ତ୍ତନ କରିବେ ତାହେଲେ ଭବ ସଂସାରରୁ ଆଜ୍ଞା ମୁକ୍ତି ପାଇବେ ତେଣୁ ମାଧବ ଚନ୍ଦ୍ର କହନ୍ତି ହରେ ନାମ ହରେ ନାମ ଇବ କେବଳ କଳଉ ନାସ୍ତେଇବ 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 ଗତିର ଅନ୍ୟଥା କାରଣ ସର୍ବଭୂତା ତାଙ୍କ ସଂସାରସ୍ୟ ପ୍ରକାଶକ ସର୍ବମଙ୍ଗଳ ଦଶାର ଏ ହରିନାମ ଏଇବ କେବଳ ଆମେ ଜାଣିଲେ ଭବ ସଂସାରରୁ ଇଏ ଜୀବ ମୁକ୍ତି ପାଇବାକୁ ହେଲେ ମାତ୍ର ହରିନାମକୁ ଆବଶ୍ୟକ ବାସ୍ ଆମେ ଦେଖିବା ପୃଥିବୀ ପୃଷ୍ଠରେ ସର୍ବପ୍ରଥମେ କିଏ ସେ ହରିନାମକୁ ଆଜ୍ଞା ପ୍ରଚାର କଲେ କିଏ ସେ କରିଥିଲେ ଆଜ୍ଞା ନବଦ୍ୱୀପର ପଦ୍ମର କର୍ଣ୍ଣିକ ସ୍ୱରୂପ ଏମନ୍ତ ଯେଉଁ ଶ୍ରୀ ଚୈତନ୍ୟ ମହାପ୍ରଭୁ 1485 ଖ୍ରୀଷ୍ଟାବ୍ଦ ବା 1407 ଶତାବ୍ଦୀରେ ନବଦ୍ୱୀପର ଅନ୍ତର୍ଦ୍ୱୀପ ସୀମାନ୍ତର ମାୟାପୁରରେ ଆଜ୍ଞା ଆବିର୍ଭାବ ହୋଇଥିଲେ ବାସ୍ କିଭଳି ଫାଲ୍ଗୁନ ମାସ ପୂର୍ଣ୍ଣିମାର ସନ୍ଧ୍ୟା ସମୟରେ ପିତା ଜଗନ୍ନାଥ ମିଶ୍ରଙ୍କର ଔରସରୁ ମାତା ଶଶୀରାଣୀଙ୍କର ଗର୍ଭସିନ୍ଧୁରୁ ଠାକୁର ଆବିର୍ଭାବ ହୋଇ ଏହି ନାମ ମାଧ୍ୟମରେ ଲୋକମାନଙ୍କୁ ସୁମାର୍ଗର ମାର୍ଗୀ କରିଥିଲେ କହିବାର କାରଣ ପୂର୍ଣ୍ଣାହୁତି ଦାମିରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ପ୍ରଭୁଙ୍କର ଜନ୍ମ ଦିବସ ଶ୍ଲୋକଟି ମୃଦଙ୍ଗ ସାହାଯ୍ୟରେ ଆଜ୍ଞା ଉପସ୍ଥାପନା କରିବା କବି ଲେଖିଲେ କଣ ଲେଖିଲେ ନା ରାହୁ ଗ୍ରସ୍ତେ ଜଡ ଶଶ ଧରେ ফাল্গুনে পূর্ণিমায় গৌরসাকে মনু শতমিতে সপ্ত বর্ষাধিকে মায়াং পূজাং সমদানি সখিয়ে গর্ভ সিন্ধু প্রজোষে শক্তি প্রকটিত তনু মিশ্র সুনু স্মরামি শক্তি প্রকটিত তনু মিশ্র সুনু স্মরামি শ্রী চৈতন্য মহাপ্রভুঙ্কর জন্ম দিবস শ্লোকটি বায়ক হিসাବରେ ମୃଦଙ୍ଗ ସାହାଯ୍ୟରେ ଆଜ୍ଞା ଉପସ୍ଥାପନା ଦେଖିବା କେମିତି ହଉଛି ମହାପୁତ୍ର ତା ପୂର୍ବରୁ ପାଲାର ମୌଳିକତା ମଧ୍ୟ ତା ନୁହଁ ମୃଦଙ୍ଗ କହିବ ବୋଲ ରାଧେ କୃଷ୍ଣ ବୋଲ ତ ମୃଦଙ୍ଗ ତାପରେ ଶ୍ଲୋକଟି ବାଜିବ ଦେଖିବା କେମିତି ହଉଛି ପ୍ରଥମେ କହିବ ରାଧେ କୃଷ୍ଣ ବୋଲ ତ ମୃଦଙ୍ଗ ସେ କାନ ଦବ এইটা আজ্ঞা মৃদঙ্গ মৃদঙ্ଗ ନିର୍ଜୀବ ପଦାର୍ଥ ଏ କଣ କଥା କହିବ କେବଳ ଅଙ୍ଗୁଳି ଆଘାତରେ ଆଜ୍ଞା ଆସିବ ଶବ୍ଦ ହଉ ଗୁଣି ଗଣ ମୋର ବାଦ୍ୟ ପ୍ରେମୀ ଗଣ ଶ୍ରବଣ ଧୀର ଗୁଣି ଗଣ ମୋର ବାଦ୍ୟ ପ୍ରେମୀ ଗଣ ଏବେ ଆପଣ ମାନଙ୍କୁ ଦୟା କରିଥିବେ ପ୍ରଭୁ ସେଇ ଶ୍ରୀ ଚୈତନ୍ୟ ଧୀର ମାଟିର ମୃଦଙ୍ଗ କି କଥା କହିବ ହଦ୍ୱାରା କାରବାର ଏବେ ଗୁରୁଙ୍କ ଆଶିଷ ଦାନ ବି ଅଛି ଧୀରେ କରିବେ ପ୍ରଚାର ମହାପୁତ୍ରେ ଆଜ୍ଞା ମୃତ୍ୟୁ ଅଙ୍ଗ ମୃଦଙ୍ଗ ନିର୍ଜୀବ ପଦାର୍ଥ କେବଳ ଅଙ୍ଗୁଳି ଆଘାତରେ ଆସିବ ଶବ୍ଦ ଇଏ କଥା କହିବ ନାହିଁ ବାଜିବ ରାହୁ ଗ୍ରସ୍ତେ ଜଡ ଶଶ ଧରେ ଫାଲ୍ଗୁନେ ପୂର୍ଣ୍ଣିମା କେମିତି ହଉଛି ଦେଖ ରାହୁ
ଆରେ ସେ କଥା ମୁଁ କହିପାରିବିନି ଆଉ ଆଉ ମା କହିବ ନା ଆଉ। ହଁ ସେ ହାତ କହୁଛି ପରା ହଁ। ହାତ କହୁଛି ଏଇଟା ଘରେ ଯୋଉ ଘଷି ଜଳିକିରି ସେକା ହାତ ନୁହଁ ଆଉ ଏଇଟା ହିଟର ସେକା ହାତ ମେଡିକାଲରେ ଜନ୍ମ ହଁ ଆସିବ ହଁ। ତଳ ଚରଣ ହଁ ତଳ ଆସିବ ହଁ। ଗୌଡ଼ ସାକେ ମନୁସତମିତେ ସପ୍ତ ବର୍ଷାଧିକେ ଜ କେମିତି ହଉଛି ଦେଖ ଗୌଡ଼ ସାକେ ମନୁସତମିତେ ସପ୍ତ ବର୍ଷାଧିକେ ଜ ହଁ ପୁରା କେରଳ ଆଉ କେରଳ ନା ତାମିଲନାଡୁ କ୍ଲିୟର କ୍ଲିୟର ମୋ କହିବା କଥା ଏଇ ଯୋଉ କଳା ଜାଗାକୁ ବାଡଉଛ ସେଇ କହୁଛି ନା ଆଉ କିଛି ହଲ ହଲ ଧନ୍ୟରେ ଆସିବ ମାୟାଙ୍କୁ ଜଂ ସମଦରି ସଖୀ ଗର୍ଭ ସିନ୍ଧୁ ପ୍ରଦୋଷେ ତଂଚିକି ଛକ୍ତି ଭଗବାନ ଦୟା କରୁଥାନ୍ତି ଏମିତି ବଜଉଥା ବାପା ହଁ ମଲେ ବରଂ ଭିକ ମାଗିବୁ ଭଗବାନ ଭଲରେ ରଖିବେ ଭଲରେ ରଖିବେ ତଂଚିକି ଛକ୍ତି ପ୍ରକଟିତ ତନୁ ବିଶ୍ୱ ସୁନୁ ସ୍ମରାମି ଧନ୍ୟ ତୋ ପିତା ମାତା ତୋ ମା ବୁଢୀ ମୁଁ ଘଇତରେ ମା ପୁତ୍ରେ ଯାହା ହେଉ ଅକର୍ମ କର୍ମଦାୟକ ମଙ୍ଗଳମୟ ସଦାଶିବଙ୍କ ପ୍ରାଙ୍ଗଣରେ ବିଶ୍ୱ ସ୍ରଷ୍ଟା ବିଶ୍ୱ ନିୟନ୍ତା ବିଶ୍ୱ ଚିନ୍ତାମଣି ପରମ କାରୁଣିକ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବ ବିଦ୍ୟମାନ ଇଏ ହରିହରଙ୍କର ପ୍ରାଙ୍ଗଣ ଗୋଟିଏ ପଦ ମନେ ପଡେ ସେଇ ହରିହରଙ୍କ ଉଦ୍ଦେଶ୍ୟରେ କବି ଗୋଳବାଇ ନିବାସୀ ବାଙ୍କଣୀ ଦାସ କଣ କହିଲେ ଦେଖିବା ନା ଜୟ ଜୟ ହରିହର ଏବେ ଭକ୍ତ ବାଞ୍ଛା ପୂର୍ଣ୍ଣ କର ଜୟ ଜୟ ହରିହର ଭକ୍ତ ବାନ୍ଧା ପୂର୍ଣ୍ଣ କର ଜୟ ଜୟ ହରିହର ଆଉ ବିଶ୍ୱରେ ବହିଛ ନାମ ପ୍ରଭୁ ବିଶ୍ୱର ବହିଛ ନାମ ପ୍ରଭୁ ବିଶ୍ୱରେ ବହିଛ ନାମ ପ୍ରଭୁ ବିଶ୍ୱର ବହିଛ ନାମ ଆଉ ବିଶ୍ୱନାଥ ବିଶ୍ୱ ସମ୍ବର ଜୟ ହରିହର ଭକ୍ତ ବାନ୍ଧା ପୂର୍ଣ୍ଣ କର ଜୟ ଜୟ ହରିହର ମହାପାତ୍ରେ ଦୁଇ ଠାକୁର ଗଲେ ଦୁଇ ବାହନ ଆସିବେ ଦୁଇ ମା ଆସିବେ ଦୁଇ କୁମର ଆସିବେ ସେମାନଙ୍କ ଆୟୁଧ ମଧ୍ୟ ଆସିବ ତା ଚରଣ କହିଲେ ବାଙ୍କଣୀ ଦାସ ଏବେ ଗୋପତି ବି ପତି ପରେ ଚଢି ଭ୍ରମତିନି ପୁରେ ଗୋପତି ବେ ପତି ପରେ ଚଢି ବୁଲତିନି ପୁରେ ବିପତି ପତି ପରେ ଏବେ ଚକ୍ର ଆୟୁଧ ତ୍ରିଶୂଳ ଦେବ ଚକ୍ର ଧତ୍ରିଶୂଳ ହଉ ଚକ୍ର ଆୟୁଧ ତ୍ରିଶୂଳ ଚକ୍ର ଧତ୍ରିଶୂଳ ଆଉ ଧାରଣ କରିଛ ପର ଜୟ ଜୟ ହରିହର ଭକ୍ତ ବାନ୍ଧା ପୂର୍ଣ୍ଣ କର ଜୟ ଜୟ ହରିହର କୌଶଲ୍ୟସ ଇଳରେ ମା ଅଟନ୍ତି ଗୋତବ ବାମା ଶଳୀର ଇଳ ଦେମା ଅଟନ୍ତି ତୀର ବାମା
হরিহর ভক্ত বাঞ্ছা পূর্ণ কর জয় জয় হরিহর। ମହାପତ୍ରେ ଇଏ ଶେଷରେ କବି ଆସିବେ। ହଁ। ସେ କବି କଣ କହିଲେ ନା ଏ ହରି ହର ପାଦେ ଧ୍ୟାଇ ଦିଦ ବାଙ୍କ নিধি কহি হরিহর পাদে ধাই দ্বিজ বাঙ্ক নিধি কহি হরিহর পাদে ধাই ଏ ଭବା ନବୁ কর পারি কর পারি ପ୍ରଭୁ ଏ ଭବା প্রভু কর পারি কর পারি। ମହାପତ୍ରେ ଏବେ ବେନି ଦେବ ରକ୍ଷା কর জয় জয় হরিহর ଯାହା ହେଉ ଗାୟକ ମହାଶୟ ମଞ୍ଚକୁ ପଦାର୍ପଣ କଲେଣି। ଝାଞ୍ଜ ମୃଦଙ୍ଗ ସାହାଯ୍ୟରେ ଟିକେ ଆହ୍ୱାନ କରିଦେବା। ଚଲା ଧେଇ ତାକ ଧେଇ ତାକ ଧେଇ। ভাইনা 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 শ্রী শ্রী নীলাঞ্চল নিখিল উৎকল যুবত্র পালাগায়ক শ্রীযুক্ত প্রদীপ কুমার মিশ্র মহোদয় মঞ্চর মঞ্চাসীন সর্বাদৌ সর্বপ্রথমে যদমন্যা ঘণ্ট বাজিব কোথালে ফিটিব চন্দন ঘটা হব ধূপ দীপ দিয়া হব ভোগরাগ হব। কালু ভাই ভোগ বাଣ୍ଟି দেব গলা বেলে আটিকাটাକୁ মতে দেব। କାହିଁକିରେ ଆଟିକା ନେଲେ ତମ ସାନ ବୋହୁ କରିଛି ମୁଁ ଯେତେବେଳେ ମରିଯିବି ଗୋବର ପାଣି ପକେଇକି ଯିବ। ମାମୁ ମୁଁ ମଲା ପରେ ମୋ ସ୍ତ୍ରୀର ଆଉ ହୋସ ନଥିବ। ମାମୁ କାନ୍ଦି କାନ୍ଦି ବେଶ ହୋଇଥିବ। ମୁଁ ମଲା ବେଳେ ମାଇକି କହିବ ଗୋବର ପାଣି ପକେଇବ। ଏ ମଥୁରୀ ବିଳମ୍ବିତ ବହର ଉଠା ତ ସବାରି। নদিয়া নগরে সচি মাতার ঘরে উদ্যোগ হইল নিমাই চান্দরে কে আনিল রে কোথায় ছিল রে মধুর মাথা হরিণা কে আনিল রে কোথায় ছিল রে মধুর মাথা হরিণা।
हरि बोलो हरि बोलो माल जगन्नाथ मते कणा कर प्रभु भगवान टिके डाकुता मो स्त्री रा विधवा बेश टिके देखि जाई ता विधवा भत्ता पाइले मु खर्च करी मो जीवन सार्थक हेइ जीव रे कोरोना रोग सब आड़ी के आसिला मो घर को आसिलानी मो मन दुख माउची मो स्त्री के हितांता ता बाप हर लोक सब जानी थांते से अंगुरु आनी थांते मु खाई थांती 400 गाड़ी रे जाई थांती 6 नंबर ठिया अरे जमिला 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 खाली जी खाली जी खाली जी जी श्री सत्यनारायण अर्थुकरण महाप्रभु विद्यार्थे सर्वे बोल प्रमानंदे आनंदे कबार हरि हरि बोला उत्कल भारती विद्या प्रदायनी सत्य सनातनी झंगड़वासिनी सिद्ध सर्वदादिक विद्यार्थे सर्वे बोल प्रमानंदे आनंदे कबारो हरि हरि बोला अकुरुत करता मृत मंदा दृष्ट दृष्टा शरण शरण सर्व व्यापक जगत विद्या श्री देव श्री गोपीनाथ देवं का पिट्यो धीमा दुलादुल का पिट्यो धीमा जटिका देवी का पिट्यो धी प्रभु महादेवं का पिट्यो धी सर्वे बोलंतु प्रेमानंदे आनंदे कबारो हरि हरि बोलो ग्रामर मंगल हे अनुष्ठान दुर्लजीवे हो जगमान महोदयंकर विभुनारायण सर्वस्मिन् काले मंगल विधान करिबा संगे संगे रुण्डीभूत मोराबाण बुद्धवंतमान कर मातृस्थानीय भगिनीस्थानीय मा भौनी मानकर एक विंश शताब्दीर जागृत जीवजनता मानकर चौथाए ग्रामर वायुमंडल सेनायुमंडल रे सत्य शांति दया प्रीति क्षमा को परिपूर्ण करने संगे संगे महाप्रभु सत्य नारायण विश्व रे शांति प्रतिष्ठा करंतु धरित्री को सुधामणा करंतु सर्वे बोलंतु प्रेमानंदे आनंदे कबार हरि हरि बोलो सत्यनारायण देव हे विभो दिन जने किंचने हृदया कर गुरुदेव महेश्वर गुरु साक्षात् परब्रह्म तस्मै श्री गुरवे नमः।
ब्रह्मांड मंडलाकारं व्याप्त जैनं जराजर हतपदं दर्शितं जैनं तस्मै श्री गुरवे नमः अज्ञानतिमिरं ज्ञानं जनं शलाकया चक्षुरुन्मिलितं जैनं तस्मै श्री गुरवे नमः मल्लनाथ श्री जगन्नाथ गुरु श्री जगद्गुरु मदात्मं सर्वभूतकं तस्मै श्री गुरवे नमः सर्वं स्फुरं तनु गजेन्द्रवदनं लम्बोदरं सुन्दरं पश्चिमवदनं मधुगल्पव्यालोललोचनं गन्तागाधनं चत्तगिरिश्री स्वाहागरं वन्दे सर्वसमनपते श्रीधुवनं कामदं नारायण नमस्कृतं नरो जैव नरोत्तमं देवी सरस्वती व्यासं ततो जय मुदिरे मूकं करोति वाचालं मंगलं हयति गिरिं चक्रुपातमं वन्दे परमानंद हिमाधव शांताकारं भुजगशयनं पद्मनाभसुरेशं विश्वाधारं गौरसुषौमेघवर्णं सुमनं लक्ष्मीकन्दं कवलनं गिरिधारणं वन्दे हे विष्णुं भवहरं सर्वलोकैकनाथं सर्वमंगल्य मंगल्य श्री सर्वार्थ साधिके शरण्य त्र्यंबके गौरी ही नारायणी नमस्ते मातांजः सरदा देवी पितांजः परमेश्वर मम कंठे वस नित्यमा वैद्य देवी नमस्ते कस्तूरी राज पटल पक्षस्थले कंस भावना सागरे भक्ति कंदर कलवेणुकरे कंगणम सर्वांगे हरिचंदनम सर्वनित्यं कावल गोपश्री परिवेष्टितं हे विजयते श्री गोपाल चूड़ामणि हरि हरि घन कैसी घन बंचिवारे घन कैसी घन अरे महापुत्रे ओडिशार गर्व गौरव सांज चंपू ओडिसी पाला माध्यम गोटे पद ओडिसी टिके पिंधा पिंधी कर दियो रेडी 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 के ठिया हेलो हेलो लुका पचा कोन पिंडी जानती मु नाले पिंडी जाईची हाले से गाडी रे एते खाले मते जाना नथला लो पसी तो जाईची बेके पानी पर्यंत म गोड़ खसी गेला बाके की पिंतो हालो मालूम केमिति हाले रेडी जोकलो नागी जी बाके की जाऊ हां कहा कोले बंचिवारे घन कैसी घन बिरहन परी मगुण सु मरिबारे घन कैसी घन
মঙ্গলাঙ্কু উজাটিবরে ঘন কারে কাহা করে বন্দিবরে ঘন কেছি ঘন কারে গজদন্ত পলঙ্কু তুছা মনু থিব দাগু গজদন্ত পলঙ্ক তুছা মনু হেব দাগু গজদন্ত পলঙ্কু তুছা মনু থিব দাগু গজদন্ত পলঙ্ক তুছা মনু হেব দাগু হেউথিব দুগু দুগু হেউথিব দুগু দুগু মরা কথা ভাবিবরে ঘন দেখি ঘন গারে ঘন কেছি ঘন কারে কবিতে কহে উপইন্দ্র কবি কমধে নরেন্দ্র গীতে কহে উপইন্দ্র কবি কমধে নরেন্দ্র গীতে কহে উপইন্দ্র কবি কমধে নরেন্দ্র গীতে কহে উপইন্দ্র কবি কমধে নরেন্দ্র রাধা কৃষ্ণ পাদ পদ্মে রাধা কৃষ্ণ পাদ পদ্মে বসি ভজু উঠিব ডিরে ঘন গেছি ঘন কারে কাহা করে বন্দিব রে ঘন গেছি ঘন কারে গভীর হনরে পড়ি পড়ি মগুরথ মরিব রে ঘন গেছি ঘন কারে কাহা করে পৌঁছিব রে ঘন গেছি ঘন কারে ओंकार बिंदु संयुक्त नित्य ध्यायं द्विजोगिन कामदं मुख्यदं चैव ओंकाराय नमः नमः झंगड़े दुसलावासमा सिंहवाहिनी शारदे मम कंठे निवासय महावाक्य देवी नमस्तुते आकाशे मरुतं वन्दे मर्त्ये च माधव तथा पाताले वासुकी वन्दे तं वन्दे सचराचर नमो ब्रह्मण्डदेवाय गो ब्रह्मण्डाय च जगद्धिताय कृष्णाय गोविन्दाय नमो नमः गुणे नारायणे रुद्रे अंबिकायं भास्करे तथा भिन्न न कर्तव्यं ओ ठाकुरे पंचदेव नमः
ଠାକୁରେ ଲମ୍ବ କେତେ? ବାପାରେ ତମେ ରାଜମିସ୍ତ୍ରୀ ଲୋକ ଟେପ ପକେଇକି ମାପିବ ମତେ କାଲି କହିବ ମାପିବାକୁ ସମୟ ନାହିଁ। ମୁଁ ତ ଅଛି ଟେପ ପକେଇବି ଆଉ। ପଞ୍ଚୁଆ ଦେବ ତ ଶୁଖିଗଲାଣି କୋଉ ଦିନଠୁ ବାତ୍ୟାରେ ଧାନ ତକ ଚାଲିଗଲା ଚିନ୍ତାରେ ଶୁଖିଗଲେ କାନ୍ଦୁଥିଲେ ସାର୍ ସେଇ କଥା କହୁଛନ୍ତି। ଆଚ୍ଛା ଆଚ୍ଛା କଣ କହିବି? ପଞ୍ଚୁଆ ଦେବକୁ ଯୋଉ ଦଶା ଯେମିତି ଏ ସଂସାରରେ କାହାକୁ ନ ହଉ ସାର୍ ସେଇ କଥା କହିବି। କଣ ରେ? ବିଷ ଖାଇକି ମରିଗଲେ 2 ଜଣ ଧାନ ଚାଲିଗଲା ଦୁଇ ଏକର ବିଲ। କେମିତିରେ? ସରକାର କିଛି ସାହାଯ୍ୟ କଲେ। গুরু পাদ পদ্ম নৌকা কর্ণধার সিনা শ্রী গুরু ইকা গুরু পাদ পদ্ম নৌকা কর্ণধার সিনা শ্রী গুরু ইকা হরে রাম আহুলা রাম নাম কাত হইলা হরে রাম আহুলা কলা রাম নাম কাত হইলা কৃষ্ণ যে তোরাই শ্রী গুরুটি সেই কৃষ্ণ যে তোরাই কৃষ্ণ যে তোরাই শ্রী গুরুটি সেই পারি করুছন্তি হইনি শঙ্কা গুরু পাদ পদ্ম নৌকা হে কর্ণধার সিনা হে সংসার অটই জল নাহি জল নহিছি স্থল হে সংসার অটই জল নাহি জল নহিছি স্থল নাম মোতরণী চরণ নলিনী নাম মোতরণী চরণ নলিনী জীব গলা বেড়ে সে কাছকা গুরু পাদ হে কর্ণধার গুটি গুণরু অতীত রুজেরু পরুবটিত গুটি গুণরু অতীত রুজেরু পরুবটিত হরিহর ব্রহ্মা যাকু যাউଛନ୍ତି হরিহর ব্রহ্মা যাকু ধ্যাউଛନ୍ତି নির্গুণ নিষ্কাম শূন্য নাবিকা অভিরাম বাহিক হই জগতে কাগুরু সেই অভিরাম বাহিক হই জগতে কাগুরু সেই নাম গোটি যায় সত্য নারায়ণ নাম গোটি তার সত্য নারায়ণ
পদে সর্বদা মো মন রঙ্কা গুরু পাদ পবন উতা হল খেলে শ্রী দত্ত পূর্বম জয় দত্ত মধ্যম জয় দ্বৈর্নাদি পুনর্প্রযুক্ত শ্রী সত্যা রঘুনাথ নাম হে জগত নিরঞ্জন কোটি ব্রহ্ম হত্যা ପାହାରେ 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 ବୁଝିଲେ ମହାପାତ୍ର ଭାଇ ହଁ କୋଟି ବ୍ରହ୍ମହତ୍ୟା ଦୋଷ କଲେ ତୁ ସଂସାରରୁ ମୁକ୍ତି ମହାପାତ୍ରେ ଗୁଡ଼ମଣି ସାର୍ ହଁ ନମସ୍କାର ଆଉ ଭଲଟି ସବୁ ହଁ ଅତି ଭକ୍ତି କଣ ଜାଣିଛନ୍ତି? ଆଜ୍ଞା ସାଧୁର ଲକ୍ଷଣ ଆରେ ଚୋର ଲକ୍ଷଣ ସେଇ ଗୋଟାକ ହଁ ପଶିନି ପାଟିରେ ନାଇଁ ରେ ହଉନି କାହିଁକି ହଉନି ହଉ ଆଜ୍ଞା ମହାପାତ୍ରେ ଆଜ୍ଞା ସତଚିତ୍ତି ଆନନ୍ଦର ପ୍ରତୀକ ଆଜ୍ଞା ସଜିଦାନନ୍ଦ ବିଗ୍ରହ ବିଗ୍ରହ ନିତ୍ୟ ଶୁଦ୍ଧ ନିତ୍ୟ ବୁଦ୍ଧ ନିର୍ଗୁଣ ନିରଞ୍ଜନ ପରମ କାରୁଣିକ ମହାଦୟାଳୁ ଦୟାଳୁ ମୋ ଜୀବନ ଜୀବନ ଶ୍ରୀମାନ ସତ୍ୟନାରାୟଣଙ୍କର ଅଭୟ ଚରଣ ପଙ୍କଜରେ ଆଜ୍ଞା ଆଜ୍ଞା ଅନନ୍ତ କୋଟି ପ୍ରଣିପାତ ପ୍ରଣିପାତ କୋଟି ପ୍ରଣିପାତ ପଣାଣ ପଣାଣ ଦଶ ଦିଗକୁ ବିମଣ୍ଡନ କରିଥିବା ସମସ୍ତ ଦେବାଦେବୀ ଆଜ୍ଞା ସର୍ବୋପରି ପୀଠାଧୀଶ୍ୱର ପୀଠାଧୀଶ୍ୱରୀ ଅଭୟ ଚରଣରେ ଆଜ୍ଞା ମଥା ପ୍ରଣାମ 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 ପ୍ରଭୁ ପ୍ରଣାମ ପୁର ବିମଣ୍ଡନ କରିଥିବା ଆଜ୍ଞା ଆବାଳ ବୃଦ୍ଧ ବନିତା ମାନଙ୍କୁ ନରନାରାୟଣ ଜ୍ଞାନ କରି ସମସ୍ତଙ୍କର ପଦପଞ୍ଜରେ ଅନନ୍ତ ବାର ପ୍ରଣାମ ମାଲୋ ଏଇଠି ମୁଣ୍ଡିଆ ମାରୁଛି ମା ଆଉ କଣ ଭକ୍ତି ଗୁରୁଦେବଙ୍କର ଚରଣ କମଳର ଅନନ୍ତ ବାର ପ୍ରଣିପାତ ନିବେଦନ କରି ସାରିବା ପରେ ହେ ହେ ମହାପାତ୍ରେ ଆଜ୍ଞା ଦେଖିବା ଆଜିର କାର୍ଯ୍ୟକ୍ରମ କଣ ଦେଖିବା ଆଉ ମହାପାତ୍ରେ ଆଜ୍ଞା ଅହଭାଗ୍ୟ ଅହଭାଗ୍ୟ ମୋର ପବିତ୍ର ସଂସ୍କୃତି ସମ୍ପନ୍ନ ପଲ୍ଲୀ ଆଜ୍ଞା ଗଡ଼ ପାଣି କିଲୋ ଆଜ୍ଞା ଗ୍ରାମବାସୀ ମାନଙ୍କ ଆନୁକୂଲ୍ୟରେ ପବିତ୍ର ଜାଗର ଠାରୁ ତ୍ରିରାତ୍ରିତ୍ମକ ଆଜ୍ଞା ସାମ୍ବସ୍ୱରିତ ସତ୍ୟନାରାୟଣ ନାମ ସଂକୀର୍ତ୍ତନ ମହାଯଜ୍ଞ ଚାଲିଛି ଅଦ୍ୟ ଉଦ୍ଯାପନ ରଜନୀ ସବଗ କଣ ଯାହା ହଉ ଇଏ ପବିତ୍ର ସନ୍ଧ୍ୟାରେ ପବିତ୍ର ମଞ୍ଚରେ ଉପସ୍ଥିତ ହୋଇସାରିବା ପରେ ଋଣୀଭୂତ ବାଳ ବୃଦ୍ଧବୃନ୍ଦ ମାନଙ୍କର ଇଏ ଗ୍ରାମର ଜାତିର ବିଶ୍ୱର ସର୍ବୋପରି ସର୍ବୋପରି ଜୀବ ଜଗତର ମଙ୍ଗଳ ବିଧାନ ପାଇଁ ତ୍ରିବିଧାତ୍ମକ ମଙ୍ଗଳାଚରଣ ମଧ୍ୟରୁ ଗୋଟିଏ ପାଠ କରିଛି ତିନିଟା ବିଧବା କଥା ପାଠ ହେଇଛି ମହାପାତ୍ରେ ଆନନ୍ଦ ରାମାୟଣ ଆନନ୍ଦ ରାମାୟଣ କବି କହିଲେ ଉକ୍ତ ଶ୍ଲୋକ ମାଧ୍ୟମରେ ଯେଉଁ ଦେବ ବା ଦେବୀ ଏଠାରେ ଉପସ୍ଥିତ ହେବେ ଭାଇନା କହୁଥିଲେ ଆଜି ହଉଛି ମାନସିକ ପାର୍ଲାଟି ଅଛି ଅଛି ଆଜି ଆମ ଯଜମାନ ମହୋତ୍ସବଙ୍କ ସମେତ ଏ ପାଲାକୁ ଶ୍ରବଣ ମାନେ ଚିନ୍ତନ କରୁଥିବା ସମସ୍ତ ବୃଦ୍ଧବନିତା ମାନଙ୍କର ସେ ହିଁ ମନାବିଷ୍ଟ ପୂର୍ଣ୍ଣ କରିବେ ମହାପାତ୍ରେ ପାଲାର ମୌଳିକତା ତଥା କୌଳିକତାକୁ ରକ୍ଷା କଲେ ଅନେକ ଗୁଡିଏ ପନ୍ଥା ରହିଛି ଆଜ୍ଞା ଅଛି ଅନେକ ଗୁଡିଏ ଯାହା ମାଧ୍ୟମ ଦେଇ ଯିବାକୁ ହେବ କଣ ଜାଣିଛ ଆଜ୍ଞା କହୁନାହାନ୍ତି ମହାଜନଗତ ପନ୍ଥା ଏ ନ୍ୟାୟକୁ ଅବଲମ୍ବନ କଲେ ମହାପୁରୁଷ ମାନେ ମହତ ଜନ ମାନେ କହିଯାଇଛନ୍ତି ହେ ମୋର ବିଦ୍ୱାନ ବର୍ଗେ ଯାହା ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ୍ୟ ଯେକୌଣସି ମଙ୍ଗଳମୟ ଅନୁଷ୍ଠାନ ଅବ୍ୟବାହିତ ପୂର୍ବରୁ ସର୍ବାଦୌ ନିଆଯାଏ ଆଶ୍ରୟ କାହିଁକି
ବିନାଶ୍ରୟ ନବର୍ତ୍ତନ୍ତି କବିତା ବନିତା ବନିତା ଲତା ଲତା। ଭେଣ୍ଡି ଏଗୁଡାକ ସବୁ ନଟା ହେଇଯିବ ନା ମକା ଭେଣ୍ଡି ତ ଏମାନେ ସବୁ ଲଟା ଜାତୀୟ ଗଛ ଏ ବୃକ୍ଷ। ନୁହଁ ପ୍ରବଳ ଜ୍ଞାନ କୋଉଠି ଥୋଇବ? ଆଜ୍ଞା, ନା, ଘରେ ଛାଡି ଯାଇଛି କିଛି ହଁ କାହିଁ ଜାଗା ହବନି ମୁଁ କାହିଁ ଆଣିବି ମୁଣ୍ଡରେ ଦେଖିଲି 2-3 ଦିନ ହୁଁ ସେଗୁଡା ଦରକାର ନାହିଁ ଏତେ ହଉ ତମ ଜ୍ଞାନ ଘରେ ଟିକେ ଯାଇ ପକେଇବ କି? ନା ସେ କେହି ନେବେନି ତ ଗାଁ ଯାକ ତ ବାଣ୍ଟିଛି ଯେ ମାପି ସେଗୁଡା ଆରେ ମଙ୍ଗଳାଚରଣ ମଙ୍ଗଳା ଚରିବାରେ ଆଜି ବହୁତ ପଡିଆ 15 ଅଛି ଏପଟେ ମହାପାତ୍ର ମଙ୍ଗଳାଚରଣ କହିଲେ କଣ ବୁଝ? ଆଜ୍ଞା ମୋର ଘରେ ଗୋଟେ ଗାଈ ଅଛି ତା ନା ମଙ୍ଗଳା ସେଇ କଥା କହୁଛନ୍ତି ଚରିବା କଥା ମୁଁ ଏତେ ଦିନ ହେଲା ଆସିଲାଣି ସେ ଉପାସ ମମାର ଧିଅ ମମ ବନ୍ଦ୍ୟ ମମ ପରମ ପୂଜନୀୟ ଭଗବତ ରସବା ସୁବରଣୀୟ ସାଧୁ ସଜ୍ଜନ ମଣ୍ଡଳୀ ମାତୃସ୍ଥାନୀୟ ଭଗିନୀସ୍ଥାନୀୟ ମୋର ସତୀ ଶିରୋମଣି ପ୍ରଜ୍ଞାବାଦିନୀ ପ୍ରଣତ ଶ୍ରେଣୀ ମହିଷୀ ମା ଭଉଣୀ ମାନେ ଆପଣ ମାନେ ସମସ୍ତ ନିଜ ଗୁଣରେ ବିଚାର କରିବେ ମଙ୍ଗଳାଚରଣ ଆମେ କହିବା କାହାକୁ ଏ ମଙ୍ଗଳାଚରଣକୁ 3ଟି ଭାଗରେ ବିବଣ୍ଟନ କରାଯାଇଛି ସେ ତ ପରର କଥା 3 ଭାଗରେ ନହେଲେ ଆଜ୍ଞା ହବନି ଏପଟେ ଗୋଟେ ଭାଗ ଏପଟେ ଗୋଟେ ଭାଗ ପ୍ରଥମତଃ ଆମେ ଜାଣିବା ଇଏ ମଙ୍ଗଳାଚରଣଟି କଣ ସତ କଥା ତ ଆଜି ପର୍ଯ୍ୟନ୍ତ କାଇଁ ମହାପାତ୍ରରେ ଆଜ୍ଞା କଣ ସେଇଟା ମଙ୍ଗଳ କୁ ଯେଉଁ ସ୍ଥାନରେ ଆବାହନ କରାଯାଏ ପୁରାଣକାର ମାନେ କହିଛନ୍ତି ବସ୍ତୁତଃ ତାହା ହିଁ ହଉଛି ମଙ୍ଗଳାଚରଣ ଆଚରଣ ମାଧ୍ୟମରେ ମଙ୍ଗଳଙ୍କୁ ନିବେଦନ କରିବା ହେ ବିଦ୍ୱାନ ବର୍ଗେ ଯାହାଙ୍କୁ ଆମେ ସମସ୍ତେ ଜାଣିଥା ମଙ୍ଗଳାଚରଣ ବୋଲି ଆଚ୍ଛା ଆଚ୍ଛା ତାହେଲେ ମଙ୍ଗଳାଚରଣରେ ଅଛି କଣ କଣ ଅଛି ସେଥିରେ ତା ଭିତରେ କହିଲେ ଜୀବର ମଙ୍ଗଳ ପାଇଁ ବିଭୁ ପଦରେ ଅର୍ଦ୍ଦଳି ନିବେଦନ କରିବା ଆଚ୍ଛା ଆଚ୍ଛା ଏଠୁ ଅଧିକା କିଛି ଅଛି କି ନା ନା ଅଧିକା ଯଦି ଥବ ଆପଣଙ୍କ ପାଖରେ କଣ ଥବ ନହେଲେ ମୋ ଜାଣିବା ଭିତରେ ଏତିକି ଆଜ୍ଞା ବହୁତ କଥା ଅଛି ବାହାରିବ ସବୁ ଆଜି ମହାପାତ୍ରରେ ଆଜ୍ଞା କହିଲେ ଆମେ ସମସ୍ତେ ଚାହୁଁଛେ ମଙ୍ଗଳ ବରନିଆ ମା ମାନ ମୋର ଆପଣ ମାନେ ସମସ୍ତେ ବିଚାର କଲେ କେହି କୋଉ ଦିନ ଚାହିଁଛନ୍ତି କି କହିଛନ୍ତି ହେ ଠାକୁର ମତେ ଟିକେ ଦୁଃଖ ଦିଅ ନା 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 ମତେ ଟିକେ ଅମଙ୍ଗଳ ମୋ ପାଇଁ ଅମଙ୍ଗଳ କିଛି ଦିଅ ପିଲାମାନେ ସୁଖରେ ରହନ୍ତୁ ସେ ପଡ଼ିଶା ଘର ବାଲା ଦୁଃଖରେ ସଜନ ବୋଲୋ ଆମେ କେହି କେବେ ଏଇଭଳି ଆଶାକୁ ହୃଦୟ ଭିତରେ ସ୍ଥାନ ଦେଇଛେ କି ନା 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 ଦେଇଛେ କାହିଁକି ଦିଏନି କାହିଁକି ନା ଆମେ ସମସ୍ତେ ମଙ୍ଗଳର ଆଶାୟୀ ଆଶା ତ ନୁହେଁ ତାହେଲେ ମଙ୍ଗଳଟାକୁ ଗଛର ଫଳ ନା ସବୁ ଦିଅ ଦେବତା ଆମର ଧରିକିରି ବୁଲୁଛନ୍ତି ତମେ କହୁ କହୁ ତମକୁ ଦେଇଦେବେ ମୁଁ ଗୋଟେ କମ୍ପାନୀ ଗଢିଥବ ନା କହିଲେ ନାଇଁ ରେ ଧନ ନା ନା କୋଉଠି ନାହିଁ ସେମିତି ଡରା ନେଲେ ତ ପାଇବନି ରହିଛି କୋଉଠି ସେଇଠି ଦେଖିବା ନା ତାକୁ ଆଉ କହିଲେ ଯିଏ ମୋ ନିକଟରେ ନିଜକୁ ସମର୍ପି ଦିଏ ଓଡିଆ ଭାଗବତ ଆପଣ ମାନଙ୍କର ଜଗନ୍ନାଥ ଦାସ ଭାଇନା ଚା କଣ ଅଧାରେ କହିଲେ ଯେ ମତେ ସର୍ବ ସମର୍ପଇ ମତେ ସର୍ବ ସମର୍ପଇ ମୁଁ ତାର ଭକ୍ତ ବୁଝାଇ ନିୟମର ଶ୍ରୀମନ୍ତ ମଣ୍ଡଳୀ ଆପଣ ମାନେ ଲକ୍ଷ୍ୟ କରିବେ ପରମ ଶାସ୍ତ୍ର ଆକାରରେ ଜଗନ୍ନାଥ ଦାସ କୁହନ୍ତି ଭଗବାନ କହୁଛନ୍ତି ଯେ ମତେ ସର୍ବ ସମର୍ପଇ ମୁଁ ତାର ସକଳ ବୁଝଇ ଘରେ ଥାଉ କି ନଥାଉ ତା କାମ ସବୁ ମୁଁ ଏଠୁ ଆମେ ଜାଣିଲେ ଗୋଟିଏ କଥା କଣ ସେ କଥା କଥା ନା ଯେତେ ସମୟ ପର୍ଯ୍ୟନ୍ତ ଆମେ ପ୍ରଭୁ ପାଖରେ ନିଜକୁ ସମର୍ପଣ ନ କରିଛେ ପୂର୍ଣ୍ଣ ମାତ୍ରାରେ କାୟ ମନ ବାକ୍ୟରେ ସବୁ ତ ଆଉ କିଛି ରଖିବନି ପ୍ରଭୁ ପାଖରେ ନିଜକୁ ଆମେ ଅର୍ପଣ ନ କରିଛେ ସେତେବେଳେ ଯାଏ ପ୍ରଭୁର କରୁଣା ଆମେ ପାଇବା ନାହିଁ ବହୁ ଦୃଷ୍ଟାନ୍ତ ରହିଛି ପୁରାଣ ପୃଷ୍ଠାରେ ଆପଣ ମାନେ ସମସ୍ତ ଅବଗତ
ଆଜ୍ଞା ଜାଣିଛନ୍ତି ଖାଲି ଟିକେ ଆମେ ବହୁ କଥା ରହିଛି ସଂକ୍ଷିପ୍ତ ପାଇଁ ଚୁମ୍ବକରେ ଆପଣଙ୍କୁ ଗୋଟିଏ ଉଦାହରଣ ଦେବି। ସେଦିନ ପାଣ୍ଡବ କୁଳବଧୂ ଯେତେବେଳେ ବିବସ୍ତ୍ରା ହଉଥିଲେ ଆପଣ ମାନଙ୍କର ରାଜସଭାରେ ସେଇ କୃଷ୍ଣ ନଥିଲା ନା ସେଇ ଦ୍ରୌପଦୀ ନଥିଲେ? ଆଜ୍ଞା ଆରେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ସ୍ୱୟଂ ଭଗବାନ ଯଦି କୃଷ୍ଣ ନାରୀଟିଏ ଶହ ଶହ ଲୋକମାନଙ୍କ ଆଗରେ ଗୋଟେ ସଭାସ୍ଥଳରେ ଅନ୍ୟ ଦ୍ୱାରା ନିର୍ଯାତିତା ହଉଛି ଏ ନିର୍ଯାତନାକୁ ଭଗବାନ ଦେଖୁଛନ୍ତି? ଆଜିକାଲିର ସମାଜରେ ସେ ପଲିଟିକାଲ ଲୋକ ହୁଅନ୍ତୁ ବା କୌଣସି ଏଷ୍ଟାବ୍ଲିଶମେଣ୍ଟ ପାଇଥିବା ଲୋକ ସମସ୍ତେ ଚାହାନ୍ତି କିଛି ମାଇଲେଜ ନବା ପାଇଁ। କାହିଁକି ନା ଦୁଃଖ ବିପଦ କଷ୍ଟରେ ଲୋକ ପଡି ଆମ ପାଖକୁ ଆସନ୍ତୁ, ଆସିଲେ ଆମର ଗୋଟେ ଆଡଭର୍ଟାଇଜମେଣ୍ଟ ହବ। ଆଜ୍ଞା ସେଦିନ କଣ କୃଷ୍ଣ ଏଇ କଥା ଚାହୁଁଥିଲେ କି? ପ୍ରଶ୍ନ ନୁହେଁ କି? ଯଦି ଭକ୍ତର ଭଗବାନ ଏତେ ବାଟ ପର୍ଯ୍ୟନ୍ତ କଥା କାହିଁକି ଗଲା? କାହିଁକି ବିବସ୍ତ୍ରା ହେଲା ପର୍ଯ୍ୟନ୍ତ କଥା ଗଲା? ଆରେ ବାଟ ତ ତିଆରି କରିଦେଇଥାନ୍ତେ ପ୍ରଥମରୁ, ଦୁଷା ଯାଇଥାନ୍ତା ନା ଟାଣିଥାନ୍ତା। ତେବେ ଏତେ ବାଟ ପର୍ଯ୍ୟନ୍ତ ଗଲା କାହିଁକି? ଦମ୍ଭ ଅଭିମାନରେ ପୁରୀ ରହିଥିଲା ଆପଣ ମାନଙ୍କର ଦ୍ରୌପଦୀ। ଯେତେବେଳେ ନିଜକୁ ନିଃସ୍ୱ କରିଦେଲା ହାତ ଯୋଡିକି ଟେକିଦେଲା। କହିଲା ଦେହ ତୋର ମନ ତୋର ସେ ଶରୀର ତୋର, ହେ ପ୍ରଭୁ ରଖିଲେ ରଖିବୁ ମାରିଲେ ମାରିବୁ। ଆଉ କିଛି ନାହିଁ ମୋର। କହିଲେ ଭାବେ କହେ ରାମ ଭାଇ ତୋତେ ତୁ ରଖ ଭାବୁ ତୋତେ ତୁ हे बलियार हुज हे सत्य नारायण रखिले रखियो मारिले मारियो। ଆଉ ମୋ ପାଖରେ କିଛି ନାହିଁ ପ୍ରଭୁ, ଲୁଗାପଟା କିଛି ନାହିଁ। ତୁ ଭାବେ କହେ ଅଭିରାମ ଭାଇ ତୋତେ ତୁ ହିଁ ରଖ ଭାବଗ୍ରାହୀ। ଏ ଭାବଗ୍ରାହୀ ଏ ବିପଦ ସମୟରେ ଯଦି ତୁ ନିଜକୁ ନିଜେ ରକ୍ଷା ନ କରୁ ତାହେଲେ କାହାର କଣ ଯିବ? ये देहटा कार की हैं? ये देहटा कार बोले कोई पुरुष मुरारी सकल घटे झंडी पुरी सकल घटरे जे विराजमान करचंदी से होचंदी मुरारी। ये कोई पुरुष मुरारी हे मा कीट ठारू सर्वबृहत प्राणी बा सर्वश्रेष्ठ प्राणी रूप विवेचित होता मनुष्य पर्यंत 56 कोटी जीव भितर जहांकर स्थिति कल ईश्वर सर्वभूतानि हृदय अर्जुन तिष्ठति भ्रमयन् सर्वभूतानि हे यंत्र रूढ़ानि मोया। श्रीमद भगवत गीता भगवान व्यास आपण मान कहले जहा ए संसार अस्तित्व ईश्वर सर्वभूतानि
ଯାହା ଭିତରେ ଦେଖିବେ ଆଜ୍ଞା ଭଗବାନଙ୍କର ସତ୍ତା ରହିଛି। ଆଜ୍ଞା ଆଜ୍ଞା ହେଁ ସେ ତ ସକଳ ହଁ ଲୋ ନାଇଁ ଗେଲ ବସେ। କି ଭାବ ବାପ ତ ହେଁ, ଭାଇ ବୋଉ ଦେଢଶୁର ଭାଇ ସମସ୍ତଙ୍କ ଭିତରେ ଯଦି ପ୍ରଭୁ ରହିଛନ୍ତି ସେଦିନ ହଁ ହଁ ପାଣ୍ଡବ କୁଳବଧୂ ହଁ ହଁ ପାଞ୍ଚାଳ ରାଜଜେମା ହଁ ଭକ୍ତି ଭାବରେ କହିଲା ହେ ଠାକୁରେ ଠାକୁରେ ତୋତେ ତୁ ଏକ ଭାବଗ୍ରାହୀ ହଁ ହଁ ପ୍ରଭୁ ବିଳମ୍ବନ କରି ବେଶ କଲେ କଣ ସମସ୍ତେ କହୁଛନ୍ତି ବସ୍ତ୍ର ଦେଇଦେଲେ ହଁ ନାଇଁ ମ ଆଜ୍ଞା ପ୍ରଭୁ ମୋର ଭକ୍ତା ପାଇଁ ବସ୍ତ୍ରାବତାର ହେଇଗଲେ ସ୍ୱୟଂ ବସ୍ତ୍ର ପାଲଟି ଗଲେ ଭକ୍ତକୁ ରକ୍ଷା କରିବା ପାଇଁ। ଆରେ ମହାବାଦ୍ୟ କାହିଁକି ଓଡିଆ ଭାଗବତ ଅଛି ବୋଲି କଣ କହିଲେ କଣ କହିଲେ କହିଲେ ଯେ ମତେ କରିଥାଇ ଆସ ଗୋବିନ୍ଦ ମୁଁ ତାର କରେ ସର୍ବନାଶ ଗୋବିନ୍ଦ ମୁଁ ତାର କରେ ସର୍ବନାଶ ଗୋବିନ୍ଦ ମୁଁ ତାର କରେ ସର୍ବନାଶ ଗୋବିନ୍ଦ କଣ କହୁଛନ୍ତି ଓ ଚାଦ ପାଇଁ ଆଜ୍ଞା ମାନ ଆଜ୍ଞା ପୁରାଣ ଭିତରେ ବହୁ କଥା ରହିଛି। ହଁ ହଁ ଯେ ମତେ ଆଶ କରେ ମୁଁ ତାର ସବୁ ନାଶ କରିଦିଏ। ଭଗବାନ କହୁଛନ୍ତି ଲୋ ମା ଆଜ୍ଞା କହିଲେ ଯେ ମତେ କରିଥାଇ ଆସ ମୁଁ ତାର କରେ ସର୍ବନାଶ। ସର୍ବନାଶ ସରିଗଲା ଏଇଠି ଆଜ୍ଞା ସବୁ କଥା। କଣ ସରିଗଲା କାହିଁକି ଆଉ ଆଶା କରିବା ସେ ପ୍ରଭୁଙ୍କୁ ସେ ତ ମୂଳରୁ ସର୍ବନାଶ କରିଦେବେ ସବୁ କିଛି ରହିବନି। ବିଚାରବନ୍ତ ମାନେ ଆପଣ ମାନେ ବିଚାର କରିବେ ବେଶ ଆଜିର ସମାଜରେ ସାମ୍ପ୍ରତିକ ସମାଜରେ ମଣିଷ ଏତେ ସ୍ୱାର୍ଥପର ହେଇଗଲାଣି ଯେ ଯୋଉଠି ମା ସ୍ୱାର୍ଥ ନାହିଁ ସେଠିକି କେହି ଯାଉନାହାନ୍ତି। ନା 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 ଦରକାର ଭୁଲ କହୁଛି ଆଜ୍ଞା ବିନା ସ୍ୱାର୍ଥରେ କେହି ଲୋକ ଗୋଟାଏ ପାଦ ଆଗକୁ ବଢଉନାହାନ୍ତି। କିଛି ଲାଭ ନାହିଁ ଗଲେ କଣ ସେଠିକି ହବ କହୁନ। ତେବେ ଯଦି ପ୍ରଭୁ ଦରବାରରେ ଆସିବା ପ୍ରଭୁ ପାଖରେ ଆଶ୍ରିତ ହୋଇଥିବା ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ପ୍ରଭୁଙ୍କର ମନ୍ତବ୍ୟ ଏତାଦୃଶ ଯେ ଯିଏ ମୋ ପାଖରେ ଆଶ୍ରିତ ଜନ ଅର୍ଥାତ୍ ମତେ ଯେ ଭାଗବତ ଭାଷା ଅନୁସାରେ ହଁ ହଁ ଯେ ମତେ କରିଥେଇ ଆସ ମୁଁ ତାର କରିବେ ସର୍ବନାଶ ତାହେଲେ କେହି ଆଜ୍ଞା ଯିବେ ଠାକୁରଙ୍କ ଦରବାରକୁ ଯାଉ ତ ନାହାନ୍ତି ସେଇ ସକାଶୁ ଅନ୍ତର୍ନିହିତ ବାର୍ତ୍ତା କଣ ରହିଛି ଆ ଭିତରେ କଣ ଆଉ ରହିଲା ମୂଳରୁ ଭାବ ରହିଛି କଣ ବାହାର କରିବ ଭାବନା କୋଉଠି ଅଛି ନହେଲେ କେହି ଯିବେନି କି କେହି ପଡିବେନି। ମହାପାତ୍ରରେ ଯିଏ ମୋ ପାଖରେ ନିଜକୁ ସମର୍ପଣ କରି ଦେଇଥାଏ ମୁଁ ତାର ସର୍ବନାଶ କରିଦିଏ। ସର୍ବନାଶ କଣ କରେ ଆଜ୍ଞା ବଂଶରେ କେହି ରହିବେନି ଟିଏରେ ବାଇଗଣ ଲାଗିବ ଆଉ କଣ ଠିକ ତ ଏଇଆ ହୁଏ ଆଜ୍ଞା ଆଉ ଆପଣ ଯାହା କହୁଛନ୍ତି କହିଲେ ନାଇଁ ମ ଆଉ କଣ ମୋ ଜଗନ୍ନାଥ ଦାସ ନିଜସ୍ୱ ଭାଷାରେ ଆଜ୍ଞା ଇଏ ଭାଗବତ ମୁଁ କାଲିଠୁ ଆଜି ପର୍ଯ୍ୟନ୍ତ ଯେତିକି ପଢିଲିଣି କାହିଁକି ଭାଗବତ ପଢୁଛି ଖଳେ ପୁରାଣେ ଅଷ୍ଟାଦଶ ସାର ଗୋବିନ୍ଦ ଶ୍ରୀ ଭାଗବତ ନାମ ତାର ଗୋବିନ୍ଦ ଜୀବନ ଭାଗ ନାମ ତାର ଗୋବିନ୍ଦ ଜୀବନ ଭାଗବତ ତାର ଗୋବିନ୍ଦ ପୁରାଣେ ଅଷ୍ଟାଦଶ ସାର ଶ୍ରୀ ଭାଗବତ ନାମ ଯାର ହଁ ହଁ ଏ ବିଦ୍ୱାନ ମଣ୍ଡଳୀ ଆପଣ ମାନଙ୍କର ଅଷ୍ଟାଦଶ ପୁରାଣ ଭିତରେ ଯେତିକି କଥା ରହିଛି ଏକା ଭାଗବତରେ ଓଡିଆ ଭାଗବତରେ ସେତିକି କଥା ଲେଖିଛନ୍ତି ଜଗନ୍ନାଥ ଦାସ। ଆଚ୍ଛା ଯାଉଛି ଓଡିଆର ବିଧାନ ଭାଗବତକୁ ଛାଡିଲେ ଓଡିଆ ନାହିଁ କି ଓଡିଆକୁ ଛାଡିଲେ ଭାଗବତ ନାହିଁ। କଣ ଆଉ ଭାଗବତ ପଢିବା ଆପଣ ତ ଏଇଠି ଏ କଥା ତେବେ କାହିଁକି ଏ କଥା କହିବାକୁ ମୁଁ ଗଲି ଆଚ୍ଛା ନା ଆଜ୍ଞା ଯେ ମତେ କରିଥାଇ ଆସ ମୁଁ ତାର କରେ ସର୍ବନାଶ। ଯଦି ସର୍ବନାଶ କରିଦିଅନ୍ତି ପ୍ରଭୁ ତାହେଲେ କେହି ଭକ୍ତ ଭକ୍ତା ଯିବେ ଯୁଗାନୁକ୍ରମରେ ଆପଣ ଦେଖି ଆସିଲେ କେତେ କେତେ ଭକ୍ତ ମାନଙ୍କୁ ଯୁଗ ଯୁଗ ଧରି ପ୍ରଭୁ ଉଦ୍ଧାର କରିଛନ୍ତି ପୁରାଣ ଆପଣ ମାନଙ୍କର କହିନାହାନ୍ତି। ତେବେ କେହି ବି ତ ଆମ ଭଳି ଥାନ୍ତା ନା କହିଥାନ୍ତା ଆରେ ପ୍ରଭୁ ତ ସର୍ବନାଶ କରିବ ତା ପାଖକୁ କାହିଁକି ଯିବା ଆପେ ବଞ୍ଚିଲେ ପାରଣା ମୁଁ ବଞ୍ଚେଇ ମୋ ଘର ବାଲା ଇଏ ନ୍ୟାୟ ହଉଛି ଆଜିର ସମାଜରେ
ଏଣୁ ଏଇ ଚିନ୍ତା କଣ ଏଇ ଉନ୍ନତ ବୁଦ୍ଧି କଣ କେବଳ ଏଇ ଯୁଗର ଥିଲା ଆଜ୍ଞା ଆଗରୁ କାହା ମୁଣ୍ଡରେ ନଥିଲା ଆଗରୁ ଥିଲା ଆଜ୍ଞା ମା ଯୁଗ ଯୁଗ ଧରି ଥିଲା କିନ୍ତୁ ସିଏ ଥିଲା ଗୋଟେ ଅଲଗା ବାଟରେ ଇଏ ଅଛି ଆଜି ଗୋଟେ ବାଟରେ ଆଚ୍ଛା ଆମେ ଯୋଉ ସମୟର କଥା ସେଇ କଥାକୁ ଆମେ ସିନା ଯିଏ ଯୋଉ ବାଟକୁ ଯିଏ ପକ୍ଷୀ ଉଡେ ଯେତେ ବାର ସେ ଜାଣିବ ତହିଁରେ ବ୍ୟବହାର ହେଁ? ଏଣୁ ଆଜିର ସମାଜ କଥା କହିଲେ ଆମେ ଭଲ ଭାବରେ ବୁଝିପାରିବା ଏଣୁ ପୁରାଣ କହୁଛି ଆମେ ପଢୁଛେ ବେଶ କିନ୍ତୁ ସେକୁ ଆମେ ଦେଖିଛେ ନା ନା ତେବେ ଏତେ କଥା କହିବାର ଉଦ୍ଦେଶ୍ୟ ଯେ ଭଗବାନଙ୍କର ଚରଣାଶ୍ରିତ ଭକ୍ତମାନେ ହେଉଥିଲେ କାହିଁକି କାହିଁକି ପ୍ରଭୁ ଯଦି ଏଭଳି କହୁଥିଲେ ଆଚ୍ଛା। ତାହେଲେ କାହା ମନରେ କଣ କିନ୍ତୁ ନଥିଲା ଦ୍ୱନ୍ଦ୍ୱ ନଥିଲା କଣ ଏମିତି ଆଉ ଗୋଟେ କଥା ଯେ ମତେ କରେ ଦ୍ୱିତୀୟ ଚରଣରେ ଜଗନ୍ନାଥ ଦାସ ସ୍ପଷ୍ଟୀକରଣ ଦେଇଛନ୍ତି କଣ କହିଲେ ଦ୍ୱିତୀୟ ଚରଣ ହେଲେ ହେ ଭକ୍ତଗଣ ଏ ସଂସାରରେ ମୁଁ ଦେହ କାହିଁକି ଧାରଣ କରିଛି କାହିଁକି ଖଇ କଦଳୀ କଳା ସବୁ ଖାଇବେ ଏଠି ବସିକିରି ମୁଁ ନହେଲେ ହେଇପାରିବନି ଆପଣ କହୁଥିଲେ ଟିକେ ଜାଗାରେ ମା ମାନେ ଭୋଗ ରାଗ ତୁଳସୀଦାସ ଗୋସ୍ୱାମୀ କଣ କହିଲେ କହିଲେ ଯୋ ବି ପୁରା ରୂପ ଯୋଇ ରାମ ଜୟ ରାମ ଜୟ ଜୟ ରାମ ରାମ ଭଗତ ପ୍ରେମ ବସ ସଗୁଣ ସହୋଇ ସଙ୍କଟ ମୋଚନ ଜୟ ହନୁମାନ ତୁଳସୀଦାସ ଆପଣ ମାନଙ୍କର କହିଲେ ଯୋ ବିପ୍ର ଅରୂପ ଯୋଇ ଯାହାଙ୍କୁ ଜ୍ଞାନୀ ମାନେ କହନ୍ତି ଅରୂପ ଅରୂପ ଯାହାକୁ ପଣ୍ଡିତ ମାନେ କୁହନ୍ତି ଯେ ପ୍ରଭୁଙ୍କୁ ଆମେ ଦେଖିନାହିଁ ଏଣୁ ପ୍ରଭୁ ହଉଛନ୍ତି ରୂପହୀନ ପ୍ରଭୁଙ୍କର କୌଣସି ରୂପ ନାହିଁ କାୟାକଳ୍ପ ନାହିଁ ସେ ଶୂନ୍ୟ ତେବେ ଯଦି ସିଏ ଶୂନ୍ୟ ଯଦି ତାଙ୍କର ରୂପ ନାହିଁ ସତରେ କଣ ଠାକୁରଙ୍କର ରୂପ ନାହିଁ କେମିତି କେମିତି କହିଲେ ରୂପ ନାହିଁ ବୋଲି ହେଇ ଗୋସ୍ୱାମୀ ତୁଳସୀ କହୁଛନ୍ତି ପରା ଆଚ୍ଛା ଯୋ ଅରୂପ ଯୋଇ ଅରୂପ ଭଗତ ପ୍ରେମ ବସ ଭକ୍ତର ପ୍ରେମରେ ଭକ୍ତର ଭକ୍ତିରେ ସଗୁଣ ସହୋଇ ଯିଏ ଦୃଶ୍ୟାତୀତ ଯିଏ ସ୍ପର୍ଶାତୀତ ଯିଏ ବୁଧାତୀତ ଯିଏ ସମସ୍ତ ଅତୀତର ଅତୀତ ସେ କେବଳ ଦୃଷ୍ଟିମନ୍ତ ହୁଅନ୍ତି ଦୃଷ୍ଟିମାନ ହୁଅନ୍ତି ଦୃଶ୍ୟମାନ ହୁଅନ୍ତି କେତେବେଳେ ନା ଭକ୍ତର ପ୍ରେମରେ ଆଇଲେ ହବ ସିନା ଗୀତା କହିଲେ ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମି ହମ୍ ମମ ବର୍ତ୍ତମାନୁବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ ମହାପାତ୍ରେ ଆଜ୍ଞା ଯେ ଯଥା ମାଂ ପ୍ରପଦ୍ୟନ୍ତେ ଆଜ୍ଞା ଭକ୍ତଟିଏ ଯୋଉ ସ୍ତରର ହେଇଥାଉ ଆଜ୍ଞା ଯେଟା ହେଇଥାଉ କି ନହେଲେ ଟେଙ୍ଗା ହେଇଥାଉ ହେଁ ଯୋଉ ସ୍ତରର ଭକ୍ତ ମାନଙ୍କର ସ୍ତର ନିରୂପଣ ପ୍ରଭୁ କେବେ କରିନାହାନ୍ତି ଆମେ କରି ମୁଁ ଏଇନା 2000 ଟଙ୍କାର ମୋଠା କହିଲେ ସମସ୍ତେ ମୋ ପ୍ରଭୁ ଦରବାରରେ ସମାନ 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 ଧନୀ ଯେତିକି ଗରିବ ସେତିକି ମୂର୍ଖ ଯେତିକି ପଣ୍ଡିତ ସେତିକି ଆଉ ସେ ଖଇ করে 5 ଟଙ୍କାର ଆଣିତ ଯେ ଯଥା ମଂ ପ୍ରପଦ୍ୟନ୍ତେ ତଥୈବ ଭଜାମି ହମ୍ ନା ଯୋଉ ଭକ୍ତଟି ଯୋଉ ଅନୁରୂପରେ ମତେ ଭକ୍ତି କରେ ସେ ଦୁଃଖୀ ହଉ ଅବା ସୁଖୀ ତା ଭାବ ଅନୁସାରେ ମୁଁ ତା ପାଇଁ ରୂପ ନିଏ ବୁଝିପାରିଲ କଥାଟା ଏଠି ସିନା ବୁଝି ପାଇଲେ ଆପଣ ଯୋଉ କହିଲେ ଯେ ଯୋଉ ଭାବରେ ଆସିଥିବ ମନ୍ଦିରରେ ଆମେ ଦେଖିବୁ ଇଏ କେମିତିଆ ଲୁଗାପଟା ମୋଠା ପିନ୍ଧିଛି ଆଚ୍ଛା ଯିଏ ଛିଣ୍ଡା ଲେଖାଟା ପିନ୍ଧିକି ଆସିଥିବ ମୁଁ କେବେ ଯିବିନି ତାର କାମ କରି 2 ଟଙ୍କା 3 ଟଙ୍କା ଦବ କିଏ ବରଣୀୟ ସଜ୍ଜନ ମଣ୍ଡଳୀ ଆପଣ ମାନଙ୍କ ବହୁମୂଲ୍ୟ ସମୟକୁ ନଷ୍ଟ କରିବେନି ଆଗକୁ ଯିବା ତେବେ କବି କହୁଛନ୍ତି ଭକ୍ତ ପାଇଁ ଭଗବାନ ନିରବଚ୍ଛିନ୍ନ ଭାବରେ ଅବିଶ୍ରାନ୍ତ ଭାବରେ କାର୍ଯ୍ୟରତ ରହିଛନ୍ତି ଏଣୁ କାହିଁକି ଏ ପଂକ୍ତିଟି ଜଗନ୍ନାଥ ଦାସ ତାହେଲେ ପରମ ଶାସ୍ତ୍ର ଭଳି ଶାସ୍ତ୍ରରେ ଲେଖିଲେ ଆ ଭିତରେ କିଛି ଉଦ୍ଦେଶ୍ୟ ଥିବ ନା ତଳ ଚରଣକୁ ତାର ଟିକେ ଚାଳନ୍ତୁ ତଳକୁ ଯିବା ନା କଣ କହିଲେ କହିଲେ ସର୍ବନାଶ